ରବିଚନ୍ଦ୍ର ନାମକ ଜଣେ ଜମିଦାରଙ୍କର 2 ଜଣ ପୁତ୍ର ଥିଲେ। ସେମାନେ ହେଲେ ହରି ଓ ଗିରି। ରବିଚନ୍ଦ୍ର ତାଙ୍କ ମୃତ୍ୟୁ ସମୟରେ ସେ ନିଜର ସମସ୍ତ ସମ୍ପତ୍ତିକୁ ଏ 2 ପୁତ୍ରଙ୍କ ମଧ୍ୟରେ ସମାନ ରୂପେ ବାଣ୍ଟି ଦେଇଥିଲେ। ତାଙ୍କର ଅକଳନ ସମ୍ପତ୍ତି ପୁତ୍ରମାନଙ୍କ ପାଇଁ ଯଥେଷ୍ଟ ଥିଲା। ହରି ପୁତ୍ରଙ୍କ ସମ୍ପତ୍ତି ପାଇଁ ମହା ଆଡ଼ମ୍ବରରେ ତାଙ୍କ ଜୀବନ ବିତି ଯାଉଥାନ୍ତି। ମନ ଇଚ୍ଛା ଅର୍ଥ ଖର୍ଚ୍ଚ କରି ପ୍ରତିଦିନ ଜାକ ଜମକରେ ଘରେ ଉତ୍ସବ ପାଳନ କରନ୍ତି। ତାଙ୍କର ମହଲ ସଦୃଶ ଏକ ବିରାଟ ଘର ଥାଏ ଓ ତହିଁରେ ଅନେକ ଦାସଦାସୀ ବି ଥାନ୍ତି। ସବୁ ଲୋକ ତାକୁ ଖୁବ୍ ପ୍ରଶଂସା କରନ୍ତି ଓ ଜଣେ ସମ୍ଭ୍ରାନ୍ତ ଲୋକ ଭାବେ ତାକୁ ଗଣନା କରନ୍ତି। ହରି ଲୋକମାନଙ୍କୁ ଢେର ସାହାଯ୍ୟ କରନ୍ତି। ପ୍ରକୃତରେ ତାଙ୍କଠାରେ ଅନ୍ୟକୁ ସାହାଯ୍ୟ କରିବାର ପ୍ରବୃତ୍ତି ନଥାଏ, ମାତ୍ର ଲୋକ ଦେଖାଣିଆ ଭାବରେ ସେ ଏହି କାମ କରନ୍ତି। କିନ୍ତୁ ତାଙ୍କର ଭାଇ ଗିରି ଏକ ଛୋଟ ଖପର ଘରେ ବାସ କରନ୍ତି। ଘରେ କୌଣସି ମୂଲ୍ୟବାନ ଆସବାବପତ୍ର ନଥିଲେ ମଧ୍ୟ ପରିବେଶ ବେଶ ସଫାସୁତରା ରଖିଥାନ୍ତି। ପରିଷ୍କାର ଓ ରୁଚିପୂର୍ଣ୍ଣ ପୋଷାକ ପରିଧାନ କରନ୍ତି। ତାଙ୍କର ଏହି ସରଳ ଜୀବନଶୈଳୀ ସହିତ ପତ୍ନୀ କଳ୍ପନାଙ୍କ ଚିନ୍ତାଧାରା ମେଳ ଖାଇଥାଏ। ତେଣୁ ସେମାନଙ୍କର ସମୟ ଆନନ୍ଦରେ ଅତିବାହିତ ହୁଏ। ଗିରିଙ୍କର ଅପରକୁ ସାହାଯ୍ୟ କରିବାର ମନୋଭାବ ଥାଏ, କିନ୍ତୁ ସେ କାହାକୁ ସାହାଯ୍ୟ କରିବା ପୂର୍ବରୁ ପ୍ରଥମେ ତା'ର ଅସୁବିଧାର କାରଣ ଭଲ ରୂପେ ଜାଣିବା ପାଇଁ ଚେଷ୍ଟା କରନ୍ତି। ତା'ର ଉତ୍ତରରେ ସନ୍ତୁଷ୍ଟ ହେଲେ ଯାଇ ସେ ତାକୁ ସାହାଯ୍ୟ କରନ୍ତି। ତାଙ୍କର ଏହି ଗୁଣ ପାଇଁ ସାରା ଗ୍ରାମରେ ତାଙ୍କୁ ଜଣେ କୃପଣ ଭାବରେ ଗଣନା କରାଯାଏ। ଥରେ ତାଙ୍କର ପଡ଼ୋଶୀ ଧନପତି ଏକ ଦୂରସ୍ଥାନକୁ ଯାତ୍ରା ଉଦ୍ଦେଶ୍ୟରେ ବାହାରିଥିଲେ। ସେ ଅଚଳପତିଙ୍କୁ ଏକ ମୁଦି ଦେଇ କହିଲେ, ମୋର ଅନ୍ୟ ସମସ୍ତ ମୂଲ୍ୟବାନ ବସ୍ତୁ ମୁଁ ଏକ ଗୁପ୍ତ ସ୍ଥାନରେ ସୁରକ୍ଷିତ ଭାବେ ରଖି ଦେଇଛି। ଏଇଠି ଆଙ୍ଗୁଠିରେ ରହିଯାଇଥିବାରୁ ମୁଁ ରଖିପାରିଲି ନାହିଁ। ଯାତ୍ରା କାଳରେ ଚୋରି ଭୟ ରହିଛି। ଏହି ମୁଦିଟି କେବଳ ମୂଲ୍ୟବାନ ନୁହେଁ, ଏହା ମଧ୍ୟ ମୋର ପୂର୍ବପୁରୁଷମାନଙ୍କର ଏକ ସନ୍ତକ। ଆମ ବଂଶ ପରମ୍ପରାରେ ପ୍ରତି ପିଢ଼ିରେ ପିତାଙ୍କଠାରୁ ପୁତ୍ର ଏହି ମୁଦି ପ୍ରାପ୍ତ ହୋଇଥାଏ। ଧନପତି ଏପରି କହି ସେଠାରୁ ଚାଲିଗଲେ। ଅଚଳପତି ସେହି ମୁଦ୍ରିକା ଆଣି ତାଙ୍କ ସିନ୍ଧୁ କରିଥିବା ଗହଣା ବାକ୍ସରେ ରଖିଲେ। ଗହଣା ବାକ୍ସରେ ତ ପୂର୍ବରୁ ତାଙ୍କ କନ୍ୟାର ବିବାହ ପାଇଁ କରିଥିବା ଗହଣା ଥିଲା। ସେ ଏହି ବିଷୟ ପତ୍ନୀକୁ ଜଣାଇଲେ ନାହିଁ। ତତ୍ ପରଦିନ ଜୟାକୁ ଦେଖିବା ପାଇଁ ବରପକ୍ଷ ଆସିଲେ। ସେମାନେ କନ୍ୟାକୁ ପସନ୍ଦ କଲେ। ଯୌତୁକ ସମ୍ବନ୍ଧୀୟ କଥା ଉଠିଲା। ବରର ମାତା ବୋହୂର ଗହଣା ଦେଖିବା ପାଇଁ ଚାହିଁବାରୁ ଜୟାଙ୍କ ମା ତାଙ୍କୁ ନେଇ ସିନ୍ଦୁକରୁ ଗହଣା ବାକ୍ସ ଖୋଲି ଦେଖାଇ ଦେଲେ। ଜୟାଙ୍କ ଗହଣା ଦେଖି ଶାଶୁ ବହୁତ ଖୁସି ହୋଇଗଲେ। ବିଶେଷ କରି ସେହି ମୁଦିଟି ତାଙ୍କ ମନକୁ ବେଶ ପାଇଲା। ସେ କହି ଉଠିଲେ, ଏଇ ମୁଦିଟି ମୋର ଭାରି ପସନ୍ଦ ହେଉଛି। ଆମ ପ୍ରସ୍ତାବ ପକ୍କା ହୋଇଗଲା। ତେଣୁ ଶୁଭ ସନ୍ତକ ରୂପେ ତୁମେ ମୋତେ ଏଇ ମୁଦିଟି ଦେଇଦିଅ। ମୁଦିଟିକୁ ଦେଖି ଜୟାର ମା ଆଶ୍ଚର୍ଯ୍ୟରେ ଡୁବିଗଲେ। ତାଙ୍କର ପତି ଆଗରୁ କେବେ ସେହି ମୁଦିଟି ଦେଖାଇ ନଥିଲେ। ତେଣୁ ସେ ଜାଣି ପାରୁନଥିଲେ ଏହା କେବେ ତିଆରି ହୋଇଛି କି କେଉଁଠାରୁ ଆସିଛି। ତେଣୁ ସେ ତାହା ସମୁଦୁଣୀକୁ ଦେଖିବା ପୂର୍ବରୁ ପତିଙ୍କ ଅନୁମତି ଆଣିବା ପାଇଁ ଶାଶୁ କହିଲେ, ମୁଁ ଏପରି ମୁଦି ମାଇକରି ପିନ୍ଧିବା କଥା ଯଦି ମୋର ପତି ଜାଣିଯିବେ, ତେବେ ସେ ତ ମୋ ଉପରେ ଭାରି ବିରକ୍ତ ହେବେ। ଏତେ ଛୋଟ କଥା ପତିଙ୍କୁ ଜଣାଇବା କ'ଣ ଦରକାର? ତାଙ୍କ କଥା ଶୁଣି ଜୟାଙ୍କ ମା ନିଜ ପତିଙ୍କୁ ପଚାରିବା କଥାକୁ ଆଉ ଗୁରୁତ୍ୱ ଦେଲେ ନାହିଁ। ସେ ତାଙ୍କ ଭାବି ସମୁଦୁଣୀଙ୍କ ଆଙ୍ଗୁଳିରେ ମୁଦିଟି ସିଧା ପିନ୍ଧାଇ ଦେଲେ। ଏହାପରେ ପୁରୋହିତଙ୍କୁ ଡକାଇ ବିବାହର ଦିନ ଓ ସମୟ ଠିକ୍ ହୋଇଗଲା। ବରପକ୍ଷ ବିଦାୟ ନେଇ ଚାଲିଗଲେ। ଜୟାଙ୍କ ମା ଭାବିଲେ, ପତି ଯେତେବେଳେ ମୁଦି କଥା ପଚାରିବେ, ସେ ତାଙ୍କୁ ଏହି କଥା କହିଦେବେ। ଜୟାଙ୍କର ବିବାହ ଠିକ୍ ହୋଇଯିବାରୁ ଘରେ ସମସ୍ତଙ୍କ ମନ ବହୁତ ଖୁସି ଥାଏ। 1 ସପ୍ତାହ ପରେ ପଡ଼ୋଶୀ ଧନପତି ବିଦେଶରୁ ଫେରିଲେ। ନିଜ ମୁଦି ଫେରାଇ ନେବାକୁ ସେ ଆସିବାରୁ ଅଚଳପତି ସିନ୍ଦୁକରୁ ତାହା ଆଣିବାକୁ ଗଲେ। ମାତ୍ର ଗହଣା ବାକ୍ସରେ ମୁଦି ନ ପାଇ ସେ ବିଚଳିତ ହୋଇ
ପଡ଼ି ପତ୍ନୀଙ୍କୁ ପଚାରିଲେ। ପତ୍ନୀ ତାଙ୍କୁ ପ୍ରକୃତ ଘଟଣା ଜଣାଇଦେଲେ। ଅଚଳପତି ଏହା ଶୁଣି ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ। ସେ ପ୍ରଥମେ ନିଜକୁ ଦୋଷ ଦେଲେ ଯେ ସେ କାହିଁକି ଏହା ପତ୍ନୀଙ୍କୁ ଆଗରୁ ଜଣେଇ ନଥିଲେ, କିନ୍ତୁ ଏପରି ପରିସ୍ଥିତିରେ ସେ ଆଉ କ'ଣ ବା କରିପାରିବେ। ଶେଷରେ ସେ ବାଧ୍ୟ ହୋଇ ପଡ଼ୋଶୀ ଧନପତିଙ୍କୁ ସବୁ ସତକଥା କହିଦେଇ ତାଙ୍କଠାରୁ ପରାମର୍ଶ ଚାହିଁଲେ। ଧନପତି ଏହା ଶୁଣି ଅତ୍ୟନ୍ତ ବ୍ୟସ୍ତ ହୋଇ ପଡ଼ିଲେ। କିଛି କ୍ଷଣ ଚିନ୍ତା କରିବା ପରେ ସେ କହିଲେ, ମୁଁ ତୁମର ସାଧୁପଣିଆକୁ ସନ୍ଦେହ କରୁନାହିଁ। ତେବେ ସେହି ମୁଦିଟି ଆମର ବଂଶ ପରମ୍ପରାର ଏକ ସନ୍ତକ ସ୍ୱରୂପ। ମୁଁ ତୁମକୁ 2 ସପ୍ତାହ ସମୟ ଦେଉଛି। ଏହି ସମୟ ମଧ୍ୟରେ ତୁମେ ମୋର ସେହି ମୁଦିକୁ ଫେରାଇ ଆଣିବା ପାଇଁ କୌଣସି ଉପାୟ ଚିନ୍ତା କର। ଏମିତି କଥା ଶୁଣି ଅଚଳପତି କୃତଜ୍ଞତା ପୂର୍ବକ କହିଲେ, ଆପଣଙ୍କ ପରାମର୍ଶ ମୁଁ ଗ୍ରହଣ କରୁଛି। ତେବେ ଏପରି ଆଉ ଏକ ମୁଦି କେଉଁଠାରୁ ମିଳିବ ବା ତିଆରି ହୋଇପାରିବ? ମୁଁ ସୁନାରୀଙ୍କୁ କହି ତାର ବ୍ୟବସ୍ଥା କରିବି। ଧନପତି ହସିଦେଇ କହିଲେ, ତୁମେ ଜାଣ ଏହି ମୁଦିର ମୂଲ୍ୟ କେତେ ହେବ? ଆଉ ଗୋଟିଏ ଏପରି ମୁଦି ତିଆରି କରିବା ପାଇଁ 2000 ଟଙ୍କା ପଡ଼ିପାରେ। ଅଚଳପତି ତାଙ୍କ କନ୍ୟାର ବିବାହ ନିମନ୍ତେ 5000 ଟଙ୍କା ଜମା କରିଥିଲେ। ସେହି ଅର୍ଥରୁ 2000 ଟଙ୍କା ଖର୍ଚ୍ଚ କରି ସେ ମୁଦି ତିଆରି କରିବା ପାଇଁ ସ୍ଥିର କଲେ। ତେଣୁ ସେ ଧନପତିଙ୍କୁ ଅନୁରୋଧ କଲେ ଯେ ଏପରି ମୁଦି ଆଉ ଗୋଟିଏ କେଉଁଠାରୁ ମିଳିଲେ ତାର ନକଲରେ ସେ ମୁଦିଟିଏ ତିଆରି କରି ଫେରେଇ ଦେବେ। ଧନପତି ଚିନ୍ତା କରି କହିଲେ, ମୋର ପିତାମହଙ୍କ ପାଖରେ ଏପରି 4ଗୋଟି ମୁଦି ଥିଲା। ସେ ତାଙ୍କ 2 ପୁତ୍ରକୁ 2ଟି ଲେଖାଏଁ ମୁଦି ଦେଇଥିଲେ। ମୋ ପିତାଙ୍କର ମଧ୍ୟ 2ଟି ପୁତ୍ର। ଆମ 2 ଭାଇଙ୍କୁ ପିତା ସେହି 2ଟି ମୁଦି ବାଣ୍ଟିଦେଲେ। ମୋର ଭାଇ ମଳୟ ଦ୍ୱୀପରେ ବ୍ୟବସାୟ କରି ସେଠାରେ ଅବସ୍ଥାନ କରୁଛନ୍ତି। ତାଙ୍କର ଠିକଣା ପାଇବା ଅସମ୍ଭବ। ଆଉ ବାକି ରହିଲେ ମୋର ବାବା। ବହୁ କାଳରୁ ତାଙ୍କର ଦେହାନ୍ତ ଘଟିଛି। ତାଙ୍କର 2 ପୁତ୍ର, ସେମାନେ ହେଲେ ହରି ଓ ଗିରି। ଏଇ ପାଖ ଗ୍ରାମରେ ସେମାନେ ବାସ କରନ୍ତି। ତାଙ୍କ ବିଷୟରେ ଯେତିକି ମୁଁ ଜାଣେ, ହରି ଜଣେ ଦାନୀ ଲୋକ ଓ ଗିରି ହେଉଛନ୍ତି କୃପଣ। ତୁମେ ସେହି 2 ଭାଇଙ୍କ ପାଖକୁ ଯାଇ ନକଲ ଆଣିବାକୁ ଚେଷ୍ଟା କରିପାର। ଧନପତି ଏହିପରି ବିବରଣୀ ଦେଲେ। ଅଚଳପତି ନିଜ ପୁତ୍ର ପ୍ରଦୀପକୁ ସମସ୍ତ ବିଷୟ ଜଣାଇ କହିଲେ, ପୁତ୍ର, ଯେ କୌଣସି ପ୍ରକାରେ ଆମକୁ ଏହି ମୁଦିର ନକଲ ଆଣିବାକୁ ପଡ଼ିବ। ପ୍ରଦୀପ ଆଉ କାଳବିଳମ୍ବ ନ କରି ହରି ଓ ଗିରିଙ୍କ ଗ୍ରାମକୁ ସିଧା ଚାଲିଲେ। ପ୍ରଥମେ ସେ ଦାନୀ ନାମରେ ଖ୍ୟାତ ହରିଙ୍କ ନିକଟକୁ ଯାଇ ତାଙ୍କୁ କହିଲେ, ମୁଁ ଆପଣଙ୍କ ପାଖକୁ କିଛି ସାହାଯ୍ୟ ଆଶାରେ ଆସିଛି। ଏବେ ମୋର ସମସ୍ୟା ଶୁଣନ୍ତୁ। ସେହି ସମୟରେ ହରିଙ୍କ ଘରେ ଏକ ଉତ୍ସବ ଚାଲିଥାଏ। ହରି ବହୁତ ବ୍ୟସ୍ତ ଥିବାରୁ ସେ କହିଲେ, ମୋ ପାଖରେ ଏତେ ସମୟ କାହିଁ ଯେ ମୁଁ ତୁମଠାରୁ କାହାଣୀ ଶୁଣିବି। ଶୀଘ୍ର ପ୍ରକାଶ କର, ତୁମେ କ'ଣ ଚାହୁଁଛ? ପ୍ରଦୀପ କହିଲେ, ଆପଣଙ୍କ ବଂଶ ପରମ୍ପରା ଗତ ମୁଦ୍ରିକାର ନକଲ ମୋର ଦରକାର। ଏହା ଶୁଣି ହରି କହିଲେ, ମୋର ସେହି ମୁଦ୍ରିକାଟି ପୂଜା ମନ୍ଦିରରେ ରହିଯାଇଛି। ତାର ନକଲ କାଢ଼ିବା ଏବେ ଆଦୌ ସମ୍ଭବ ନୁହେଁ। ଏହି ପାଖରେ ମୋର ଭାଇ ଗିରି ରୁହନ୍ତି। ତାଙ୍କ ପାଖରେ ମଧ୍ୟ ଠିକ୍ ମୋ ପରି ଏକ ମୁଦ୍ରିକା ଅଛି, କିନ୍ତୁ ସେ ମହାକୃପଣ। ସେ ମୁଦିର ନକଲ ଉତାରିବା ପାଇଁ ଖର୍ଚ୍ଚର ପଇସାଟିଏ ବି ତମକୁ ସାହାଯ୍ୟ କରିବ ନାହିଁ। ମୁଁ ତୁମକୁ ଏହି 100 ଟଙ୍କା ଦେଉଛି, ଯାହା ଅର୍ଥ ଲାଗିବ ଖର୍ଚ୍ଚ କରିବ। ପ୍ରଦୀପଙ୍କ ହାତରେ ଜୋର କରି 100 ଟଙ୍କାଟିଏ ଧରେଇ ଦେଇ ହରି ସେଠାରୁ ଅନ୍ୟ ଆଡ଼େ ଚାଲିଗଲେ। ପ୍ରଥମରୁ ଗିରି ଜଣେ କୃପଣ ଲୋକ ବୋଲି ଜାଣିଥିବାରୁ ସେ ତାଙ୍କ ଘରକୁ ଯିବା ପାଇଁ ଆଗ୍ରହୀ ନଥିଲେ। ମାତ୍ର ଏବେ ସେଠାକୁ ନ ଯାଇ ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିଲା। ଗିରିଙ୍କ ଘରେ ପହଞ୍ଚିବାରୁ ପ୍ରଦୀପକୁ ସେ ସ୍ୱାଗତ ଜଣାଇଲେ। ଥଣ୍ଡା ପାନୀୟ ପିଇବାକୁ ଦେଇ ତାଙ୍କ ସହିତ ସେ ମଧୁର ଆଳାପ କଲେ। ପ୍ରଦୀପ ନିଜର ସମସ୍ୟା ବିସ୍ତାର ପୂର୍ବକ ଜଣାଇଲେ। ଗିରି ସମସ୍ତ କଥା ଧ୍ୟାନର ସହିତ ଶୁଣି କିଛି ପ୍ରଶ୍ନ କଲେ ଓ ବିଷୟର ଗମ୍ଭୀରତା ହୃଦୟଙ୍ଗମ କରିପାରିଲେ। ଏହାପରେ ସେ ପ୍ରଦୀପକୁ କହିଲେ, ପ୍ରକୃତରେ ତୁମର ସମସ୍ୟା ଜଟିଳ। ବଡ଼ ସତର୍କତାର ସହିତ କାମ କରିବା ପାଇଁ ପଡ଼ିବ। ଠିକ୍ ଏହି ପ୍ରକାରର ମୁଦ୍ରିକା ତିଆରି କରିବାର ଦକ୍ଷତା ବଜ୍ରପୁରୀ ଗ୍ରାମର ରତ୍ନ
ଗୁପ୍ତଙ୍କର ରହିଛି, କିନ୍ତୁ ସେ ତ ଏବେ ଜଣେ କୋଟିପତି। ଏପରି ଛୋଟ ଛୋଟ କାମ ସେ ଆଉ ତାଙ୍କ ହାତକୁ ନେଉନାହାନ୍ତି। ତେବେ ମଧ୍ୟ ତାଙ୍କୁ ବୁଝାଇ ସୁଝାଇ କାମଟି କରାଇବା। ତୁମ ସହିତ ମୁଁ ନିଜେ ଯିବି। ପ୍ରଦୀପ କହିଲେ, ମହାଶୟ, ମୋ ପାଖରେ ତ ଏତେ ଧନ ନାହିଁ। ମୋତେ ଗ୍ରାମକୁ ଯାଇ ଆବଶ୍ୟକ ଅର୍ଥ ଆଣିବା ପାଇଁ ପଡ଼ିବ। ଏହା ଶୁଣି ଗିରି କିଛି ସମୟ ଚିନ୍ତା କଲେ। ତୁମର ପିତା ଭଉଣୀର ବିବାହ ପାଇଁ ଯେଉଁ ଅର୍ଥ ସଞ୍ଚୟ କରିଛନ୍ତି, ସେହି ଅର୍ଥରେ ମୁଦ୍ରିକା ତିଆରି କଲେ ବି ବିବାହ ଆୟୋଜନର ଖର୍ଚ୍ଚ କେଉଁଠାରୁ ସେ ଆଣିବେ? ଯେଉଁ ବିବାହ ପାଇଁ ଆମର ଏତେ ପରିଶ୍ରମ ତାହା ବୃଥା ହୋଇଯିବ। ଏଥିପାଇଁ ତୁମ ପିତାଙ୍କୁ ଅର୍ଥ କରଜ ଆଣିବାକୁ ପଡ଼ିବ। ସେହି କରଜ ସେ ମୋ ଠାରୁ ହିଁ ନେଇଯିବେ। ଗିରିଙ୍କର ଏପରି କଥା ପ୍ରଦୀପକୁ ଆଚମ୍ବିତ କଲା, କାରଣ ସେ ଆଗରୁ ତାଙ୍କର କୃପଣତା ବିଷୟରେ ଅନେକ କଥା ଶୁଣିଥିଲା। ଏହାପରେ ଦୁହେଁ ବଜ୍ରପୁରୀ ଅଭିମୁଖେ ବାହାରିଲେ। ଯାତ୍ରା ସମୟର ଖର୍ଚ୍ଚ ଓ ପଥ ମଧ୍ୟରେ ଭୋଜନ ଖର୍ଚ୍ଚ ଗିରି ନିଜ ହାତରୁ ଦେଲେ। 2 ଦିନ ମଧ୍ୟରେ ରତ୍ନଗୁପ୍ତଙ୍କର ଠାରୁ ଅବିକଳ ସେହିପରି ଏକ ମୁଦ୍ରିକା ତିଆରି କରି ଆଣିବାରେ ଗିରି ସଫଳ ହେଲେ। ମୁଦିଟି ସାଥିରେ ନେଇ ଗିରି ଓ ପ୍ରଦୀପ ଅଚଳପତିଙ୍କ ସମୁଦିଙ୍କ ଗ୍ରାମକୁ ଗଲେ। ସେଠାରେ ପହଞ୍ଚିବା ପରେ ଗିରି ଅଚଳପତିଙ୍କ ମୁଦିକୁ ସାକ୍ଷାତ କରି କହିଲେ, ମହାଶୟ, ସମୁଦୁଣୀ ମନା କରୁଥିଲେ ମଧ୍ୟ ଅଚଳପତିଙ୍କ ପତ୍ନୀ ତାଙ୍କ ଆଙ୍ଗୁଳିରେ ମୁଦିଟିଏ ପିନ୍ଧାଇ ଦେଲେ। ସେତେବେଳେ ସେ ଜାଣିନଥିଲେ ଯେ ସେହି ମୁଦିଟି ତାଙ୍କର ନୁହେଁ, ଏଥିରେ ଅନ୍ୟ କାହାର ନାମ ଖୋଦେଇ ହୋଇଛି। ଅତି ଛୋଟ ଅକ୍ଷର ହୋଇଥିବାରୁ ଏହାକୁ କେହି ମଧ୍ୟ ଦେଖି ପାରିନାହାନ୍ତି। ପତ୍ନୀଙ୍କର ଏହି କାମରେ ଅଚଳପତି ଖୁବ୍ ବ୍ୟସ୍ତ ହେଲେ। ସେ ଠିକ୍ ଏହି ପ୍ରକାର ଅନ୍ୟ ଏକ ମୁଦି ତିଆରି କରି ସେଥିରେ ସମୁଦୁଣୀଙ୍କ ନାମ ଖୋଦେଇ କରିଛନ୍ତି। ସେ ମୋତେ ମୁଦିଟି ଦେଇ ପଠେଇଛନ୍ତି। ଆପଣ ଭୁଲ ନ ବୁଝି ଏହି ମୁଦିଟି ରଖି ପୂର୍ବର ସେହି ମୁଦିଟି ଫେରାଇ ଦିଅନ୍ତୁ। ଅଚଳପତିଙ୍କର ଏପରି ବନ୍ଧୁ କୁଶଳତା ଦେଖି ତାଙ୍କର ସମୁଦି ଆନନ୍ଦିତ ହେଲେ। ଗିରିଙ୍କ କଥାରେ ସେ ରାଜି ହୋଇ ପତ୍ନୀଙ୍କ ଠାରୁ ମୁଦିଟି ବଦଳାଇ ଆଣିଲେ। ବିଦାୟ ଦେବା ସମୟରେ ଗିରିଙ୍କୁ ସେ କହିଲେ, ପ୍ରକୃତରେ ଆମ ସମୁଦିଙ୍କ ପରି ଉଚ୍ଚ କୋଟିର ଲୋକ ଏହି ସଂସାରରେ ବିରଳ। ତାଙ୍କୁ କହିବେ, ଆମ ପରିବାରର ସମସ୍ତେ ତାଙ୍କର ଏପରି ଆଚରଣରେ ଅତ୍ୟନ୍ତ ସନ୍ତୁଷ୍ଟ। ଗିରି ଓ ପ୍ରଦୀପ ଦୁହେଁ ସେଠାରୁ ଯାଇ ଅଚଳପତିଙ୍କ ଗ୍ରାମରେ ପହଞ୍ଚିଲେ। ପ୍ରଦୀପ ପିତାଙ୍କୁ ସମସ୍ତ ଘଟଣା ଜଣେଇ ମୁଦିଟି ଧନପତିଙ୍କୁ ଫେରାଇ ଦେବା ପାଇଁ ଦେଲେ। ଅଚଳପତି ଗିରିଙ୍କର 2 ହାତ ଧରି ପକେଇ କହିଲେ, ଆପଣଙ୍କ ପରି ଉଦାର ହୃଦୟ ଲୋକ ମୁଁ କେଉଁଠାରେ ବି ଦେଖିନାହିଁ। କାହାରି ମନରେ କଷ୍ଟ ନ ଦେଇ ଉଭୟ ପରିବାରର ସମ୍ମାନ ରକ୍ଷା କରି ଆପଣ ଯେପରି ଦକ୍ଷତାର ସହ ଏହି କାମ ତୁଲେଇଲେ, ତାହା କୌଣସି ତୁଳନା ନାହିଁ। ଠିକ୍ ସମୟରେ ଅର୍ଥ କରଜ ଦେଇ ମୋତେ ସାହାଯ୍ୟ କଲେ। ଆପଣଙ୍କର କରଜ ମୁଁ ସୁଧ ସହିତ ଶୁଝିଦେବି। କେଉଁ ଭାଷାରେ ମୁଁ କୃତଜ୍ଞତା ଜଣାଇବି ତାହା ଜାଣିପାରୁ ନାହିଁ। ଗିରି ତାଙ୍କୁ ପ୍ରବୋଧନା ଦେଇ କହିଲେ, ମହାଶୟ, ଅପରକୁ ଆବଶ୍ୟକ ସମୟରେ ସାହାଯ୍ୟ କରିବା ପ୍ରତ୍ୟେକ ମନୁଷ୍ୟର ଧର୍ମ। ଭଗବାନଙ୍କ କରୁଣାରୁ ମୋର ଧନ ସମ୍ପତ୍ତିର ଅଭାବ ନାହିଁ। ମୋର କରଜ ଶୁଝିବା ସମ୍ବନ୍ଧରେ ଆପଣ ଚିନ୍ତିତ ହେବେ ନାହିଁ। ଯେତେବେଳେ ସୁବିଧା ହେବ ଦେଇଦେବେ। ନିଜକୁ ଋଣୀ ମନେକରି ଆଦୌ ମନ ଦୁଃଖ କରିବେ ନାହିଁ। ଗିରିଙ୍କର ଏପରି ଆଚରଣ ପ୍ରଦୀପକୁ ବିସ୍ମିତ କରୁଥାଏ। ଶେଷରେ ସେ କହିଲେ, ସମସ୍ତଙ୍କ ନିକଟରୁ ମୁଁ ଶୁଣିଥିଲି ଆପଣ ଜଣେ ଅତି କୃପଣ ପ୍ରକୃତିର ମଣିଷ। ଆପଣଙ୍କର ଭାଇଙ୍କର ଯେତିକି ସମ୍ପତ୍ତି, ଆପଣ ମଧ୍ୟ ଠିକ୍ ସେତିକି ଧନର ଅଧିକାରୀ। କିନ୍ତୁ ସେ ଆଶ୍ଚର୍ଯ୍ୟମୟ ଜୀବନଯାପନ କରୁଥିବା ବେଳେ ଆପଣ କାହିଁକି ଏପରି ସରଳ ଜୀବନଯାପନ ବିତାଉଛନ୍ତି? ଅସୁବିଧାରେ ପଡ଼ି ଯେକୌଣସି ଲୋକ ଆପଣଙ୍କଠାରୁ ସାହାଯ୍ୟ ଲୋଡ଼ିଲେ ଆପଣ ନିଜର ଲାଭ କ୍ଷତି କଥା ନ ମାନି ତାର ସହାୟତା କରନ୍ତି। ତଥାପି ମଧ୍ୟ ଆପଣଙ୍କର ଦାନ ଗୁଣର ପ୍ରଶଂସା କାହାଠାରୁ ବି ଶୁଣିବାକୁ ମିଳେ ନାହିଁ। କେହି ଆପଣଙ୍କୁ ଭଲ ପାଆନ୍ତି ନାହିଁ, ଅଥଚ ଆପଣଙ୍କ ଭାଇଙ୍କର ଜୟଗାନ କରନ୍ତି। ଏହାର କାରଣ ମୁଁ ଆଦୌ ବୁଝି ପାରୁନାହିଁ। ପ୍ରଦୀପର ଏଭଳି କଥା ଶୁଣି ଗିରି ହସି ଉଠିଲେ।
ତାପରେ ଆଦରପୂର୍ବକ ତାଙ୍କୁ ସେ କହିଲେ, ପୁତ୍ର, ଯିଏ ପାଖକୁ ଆସି ସାହାଯ୍ୟ ମାଗିବ, ତାର ସମସ୍ୟା ବିଷୟରେ କିଛି ନ ଜାଣି ତାକୁ କିଛି ନ ପଚାରି ଆଖି ବୁଜି ସାହାଯ୍ୟ କଲେ ସମସ୍ତେ ଦାନୀ କର୍ଣ୍ଣ କହି ପ୍ରଶଂସା କରିବେ। ଏହିପରି ଦାନୀ କର୍ଣ୍ଣମାନେ ସମାଜର ଉପକାର ତ କରନ୍ତି ନାହିଁ, ଅପରପକ୍ଷରେ ଅନେକ ଆକାମୀ ଲୋକଙ୍କ ସୃଷ୍ଟିର କାରଣ ହୁଅନ୍ତି। ସେହି ଲୋକମାନଙ୍କର ଏପରି ହାତ ପୋତି ସାହାଯ୍ୟ ମାଗି ଚଳିବା ବ୍ୟତୀତ ଅନ୍ୟ କିଛି ସାହାରା ନ ଥାଏ। ମୁଁ ସର୍ବଦା ଅନ୍ୟର ପ୍ରକୃତ ଅସୁବିଧା ଜାଣିବା ପାଇଁ ଚାହିଁଥାଏ। ତାର ସମସ୍ୟାର ସତ୍ୟତା ଓ ଗୁରୁତ୍ୱ ଉପଲବ୍ଧି କରିବା ପରେ ଯାଇ ମୁଁ ସହାୟତା କରେ। ଏଥିରେ ମୋତେ ଆନନ୍ଦ ମିଳିଥାଏ। ଏବେ ମୋର ସରଳ ଜୀବନ ଯାପନର ରହସ୍ୟ ଶୁଣ। ମୁଁ ମୋ ପିତାଙ୍କ ଠାରୁ ଯେଉଁ ସମ୍ପତ୍ତି ଉତ୍ତରାଧିକାରୀ ସୂତ୍ରରେ ପାଇଛି, ତାହା ମୋର ସନ୍ତାନକୁ ସମର୍ପଣ କରିବା ମୋର କର୍ତ୍ତବ୍ୟ। ମୁଁ ନିଜେ ପରିଶ୍ରମ କରି ଯାହା ଉପାର୍ଜନ କରେ, ସେଇଥିରେ ମୁଁ ଚଳିଯାଏ। ମୋର ଉପାର୍ଜନରୁ ମୁଁ ଅନ୍ୟକୁ ସାହାଯ୍ୟ କରେ। ଯଦି କେଉଁ ସମୟରେ ପିତାଙ୍କ ସମ୍ପତ୍ତିରୁ ଅର୍ଥ ବ୍ୟୟ କରି ମୋତେ କାହାକୁ ସାହାଯ୍ୟ କରିବାକୁ ପଡ଼େ, ତେବେ ମୁଁ ତାହା କରିଥାଏ। ଯେଉଁ ଲୋକ କରଜ ନେଇଥାଏ, ସେ ଯଦି ଠିକ୍ ସମୟରେ ପରିଶୋଧ କରିଦିଏ, ତେବେ ତାହା ପୈତୃକ ସମ୍ପତ୍ତିରେ ଭରଣା ହୋଇଯାଏ। ଆଉ ଯଦି କୌଣସି କାରଣରୁ ସେହି ଅର୍ଥ ମୁଁ ଫେରି ନ ପାଏ, ତାହେଲେ ନିଜ ଖର୍ଚ୍ଚ କାଟ କରି ଅର୍ଥ ସଞ୍ଚୟ କରି ପୂର୍ବ ସମ୍ପତ୍ତିରେ ତାହାକୁ ମୁଁ ମିଶାଇ ଦିଏ। ଆଜି ଯାଏ ମୁଁ ତାଙ୍କୁ କରଜ ଦେଇଛି, ସେଥିମଧ୍ୟରୁ ଅଧିକାଂଶ ଭାଗ ମୁଁ ପୁନଶ୍ଚ ଫେରି ପାଇନାହିଁ। ତେଣୁ ମୁଁ ଏପରି ସରଳ ଜୀବନଯାପନ କରି ଅର୍ଥ ସଞ୍ଚୟ କରୁଛି। କେବଳ ଏହି କାରଣରୁ ଅନେକେ ମୋତେ ମହାକୃପଣ ବୋଲି ମନେ କରନ୍ତି। ଅଚଳପତି ଗିରିଙ୍କୁ ତାଙ୍କ ଗ୍ରାମରେ ନେଇ ଛାଡ଼ିବା ପାଇଁ ଏକ ଗାଡ଼ିର ଆୟୋଜନ କଲେ। କିନ୍ତୁ ଗିରି ତାହା ପ୍ରତ୍ୟାଖ୍ୟାନ କରି କହିଲେ ଯେ, ମୋର ଯାତ୍ରା ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚ ମୁଁ ବହନ କରିବି। ଆପଣ ଅଯଥା ବ୍ୟସ୍ତ ହୁଅନ୍ତି ନାହିଁ। ଏପରି କହି ସେ ତାଙ୍କଠାରୁ ବିଦାୟ ନେଲେ। ଏବେ ପ୍ରଦୀପ ସଠିକ୍ ବୁଝିପାରିଲା ଯେ ଗିରିଙ୍କୁ କୃପଣ ଭାବରେ ଅଭିହିତ କରୁଥିବା ଲୋକମାନଙ୍କର ଧାରଣା ପୂରାପୂରି ଭୁଲ ଅଟେ। ପ୍ରକୃତରେ ଗିରି ଜଣେ ପରୋପକାରୀ ଓ ବିବେକବାନ ବ୍ୟକ୍ତି। ସେ ତାଙ୍କର ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହେଲେ ଓ ପିତାଙ୍କ ସହିତ ପରାମର୍ଶ କରି ନିଜ ପରିବାରକୁ ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ କଲେ। ଫଳତଃ 1 ବର୍ଷ ମଧ୍ୟରେ ସେମାନେ ଗିରିଙ୍କଠାରୁ ଆଣିଥିବା କରଜ ପରିଶୋଧ କରିପାରିଲେ। ସାଙ୍ଗମାନେ, କାହାଣୀଟି ଯଦି ଭଲ ଲାଗିଲା, ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ନିଶ୍ଚୟ ଦବାଇବେ।